ଦେଖନ୍ତୁ ଗୋଟିଏ ଜିନିଷ ଏଥିରୁ ଯାହା ମନେ ପଡୁଛି ଯେ ଆଗାମୀ ନିର୍ବାଚନରେ ଓଡ଼ିଶାର ସମ୍ଭାବନା ଆଉ ଦିଶୁନାହିଁ କଂଗ୍ରେସ ପାର୍ଟି। ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ଓହ୍ଲେଇ ଗଲେ ପଞ୍ଚାୟତ ନିର୍ବାଚନ ବି ଆହୁରି 6 ମାସରୁ ଅଧିକ ଅଛି, ପୁଣି ଆହୁରି ତଳକୁ ଓହ୍ଲେଇବେ। ନିର୍ବାଚନରେ ସବୁ ଦଳର ଅଧିକାର ଅଛି, ଗଣତନ୍ତ୍ରରେ ସବୁ ଦଳର ଅଧିକାର ଅଛି। ତେଣୁ ପ୍ରତିପକ୍ଷ ହେଲେ ମଧ୍ୟ ମୋର ଶୁଭକାମନା। ସେମିତି ଭକ୍ତ ବାବୁ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ, ଏକା ସାଙ୍ଗେ ଆମେ ରାଜନୀତି ଆରମ୍ଭ କରିଥିଲୁ, ଏକା ସାଙ୍ଗରେ ଆମେ ପୋଲିସର ଲାଠିମାଡ଼ ମଧ୍ୟ ଖାଇଛୁ, ଏକା ସାଙ୍ଗେ ଆମେ ଜେଲ୍ ବରଣ ମଧ୍ୟ କରିଛୁ। ସଂଘର୍ଷରୁ ସେ ବାହାରିଛନ୍ତି, କିନ୍ତୁ ମୋତେ ଲାଗୁଛି ଇଏ ରାଇଟ୍ ମ୍ୟାନ୍ ଇନ୍ ଏ ରଙ୍ଗ ପ୍ଲେସ୍, ଭୁଲ ଜାଗାରେ ଅଛନ୍ତି। ନାଇଁ, ସେଟା ତ ଆମକୁ ଆମର ଦସ୍ତଖତ ଲାଗିବ ନାହିଁ କୌଣସି ଆନ୍ଦୋଳନ କରିବା ପାଇଁ, ଆମର ଦସ୍ତଖତର ଆବଶ୍ୟକତା ନାହିଁ। ତେଣୁ ଯାହା କରିବେ ସେମାନେ ନିଜେ ନିଷ୍ପତ୍ତି କରିପାରିବେ। ଏବଂ ସେଥିପାଇଁ ଆପଣଙ୍କୁ କହିଲି ପ୍ରତିପକ୍ଷରେ ରହିଲେ ମଧ୍ୟ ମୋର ତ ଶୁଭକାମନା। ପ୍ରଭାବକୁ ଦେଖୁନାହାନ୍ତି ଆପଣ? ଆଉ ରଥଯାତ୍ରା ସରିଛି, ମହାପ୍ରଭୁ ବର୍ତ୍ତମାନ ମଧ୍ୟ ସିଂହଦ୍ୱାରକୁ ଫେରି ନାହାନ୍ତି। ଚକା ଆଖି ସବୁ ଦେଖୁଛି, ଭଲ ବି ଦେଖୁଛି, ଖରାପ ବି ଦେଖୁଛି।